এই মরিচ প্রকৃতি মলে টুটে এই দেখ ମୋ ଦେହରେ ଅନେକ କ୍ଷତ ଚିହ୍ନ ଅନେକ ଯନ୍ତ୍ରଣା এই ଦେହର ଯନ୍ତ୍ରଣା ଠାରୁ ମୋ ମନର ଯନ୍ତ୍ରଣା ଆହୁରି ଯନ୍ତ୍ରଣାଦାୟକ ଆହୁରି ଯନ୍ତ୍ରଣାଦାୟକ ଘର ପୁଣି ଆଣ୍ଠୁଏ ପାଣି ହେଲାଣି ତଥାପି ମୋ ଜୀବନରେ ଲାଲସା ବଢ଼ି ରହିଛି ମୋ ରାଜା ହବା ଯୋଜନାଟା ଆଜି ସବୁଦିନ ପାଇଁ ପସର ପଟି ଯାଇଛି ତ୍ରେତୟା ଯୁଗର କଥା ବିଭୀଷଣ ଲଙ୍କାପତି ରାବଣର ଭାଇ ଥିଲା ଦିନେ ରାବଣ ଠାରୁ ଗୋଇଠା ମାଡ଼ ଖାଇ ବିଭୀଷଣ ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଆଶ୍ରୟ ନେଇଥିଲା ଆଉ ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଆଶ୍ରୟ ନେଇ ବିଭୀଷଣ ସେଇ ଲଙ୍କାଗଡ଼ ରାଜ ସିଂହାସନଟାକୁ ଉପଭୋଗ କରିଥିଲା ଠିକ୍ ସେହିପରି ମୁଁ ବି ଦିନେ ଥିଲି ମାଣିକଗଡ଼ ରାଜ୍ୟର ପ୍ରଧାନ ସେନାପତି ହେଲେ ମୋର କେଇଟା ଭୁଲ ପାଇଁ ରାଜା ଆଉ ରାଜ୍ୟର ଜନପ୍ରଜା ମିଶି ଆଜି ମୋର ଏଇ ଅବସ୍ଥା କରିଛନ୍ତି ମୋ ହାତ ବାକି ଦେଇଛନ୍ତି ମୋ ଗୋଡ଼ ବାକି ଦେଇଛନ୍ତି ଜୀବନଟା ବଞ୍ଚେଇବା ପାଇଁ ମୁଁ ମାଣିକଗଡ଼ ରାଜ୍ୟରୁ ଲୁଚି ଛପି ଚାଲି ଆସିବି এই অগনা অগনি বনସ୍ଥ ମଧ୍ୟକୁ ଆଉ ଏ ବଣ ମଧ୍ୟରେ ମୁଁ ଯେତେବେଳେ ପହଞ୍ଚିଛି ରକ୍ତ ଚୁଡ଼ୁପୁଡ଼ୁ କ୍ଷତ ବିକ୍ଷତ ଶରୀର ଥିଲା ମୋର ଠିକ୍ ସେହି ସମୟରେ ଜଣେ ପୁଣ୍ଡରିକ ବୈଦ ବାବା ଆସି ମୋତେ ତାଙ୍କ କୁଟୀରକୁ ନେଇଗଲେ ଆଉ ସେହି ବୈଦ ବାବା ମୋର ସେବା ଶୁଶ୍ରୂଷା କରୁଛନ୍ତି ସତରେ ସେଦିନ ଯଦି ବୈଦ ବାବା ଉଚିତ ସମୟରେ ଆସିନଥାନ୍ତେ ଆଉ ମୋତେ ତାଙ୍କ କୁଟୀରକୁ ନେଇ ନ ଯାଇଥାନ୍ତେ ଏ ଜୀବନଟା ଆଉ ମୁଁ ଫେରି ପାଇନଥାନ୍ତେ ମରି ଯାଇଥାନ୍ତି ଆସୁ ଯେତେ ବାଧା ପଡ଼ୁ ଯେତେ କଷ୍ଟ ମୋ କାର୍ଯ୍ୟ ସଫଳ ନ ହେବା ପର୍ଯ୍ୟନ୍ତ ମୁଁ ଜମାର ଅଧୈର୍ଯ୍ୟ ହୋଇପଡ଼ିବିନି ଜମା ନୁହଁ हे प्रभु जगतर नाथ जगन्नाथ मो पुंडरिक बैद बाबा को सदा सर्वदा खुशी रे रखी थाओ प्रभु सदा सर्वदा खुशी रे रखी था आसे मो निज लुहरे निजे लिखुची गपा मो निज लुहरे निजे लिखुची गपा फुलटिए भाभी सरा करे ताकू सपना करी फुली बुही फुलटिए भाभी सरा करे ताकू सपना करी फुली बुही संसार पाके साजियो जे आजे संसार पाके